ଜୟ ଜଗନ୍ନାଥ। ଆଜିର ଭିଡ଼ିଓରେ ପଞ୍ଚମ ଶ୍ରେଣୀ ପାଇଁ ପରିବେଶ ବିଜ୍ଞାନ ପ୍ରକଳ୍ପ କାର୍ଯ୍ୟ ରହିଛି। ପିଲାମାନେ ଏହି ପ୍ରକଳ୍ପଟିକୁ A4 ସାଇଜ ପେପରରେ ବିଭିନ୍ନ ଡିଜାଇନ କରି ଲେଖି ବିଦ୍ୟାଳୟରେ ଦାଖଲ କରିବ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁମ ବିଦ୍ୟାଳୟ ନାଁ ଲେଖିବ। ଏ ପଞ୍ଚମ ଶ୍ରେଣୀ, ତେଣୁ ଯେଉଁ ପିଲାମାନଙ୍କର ପ୍ରାଥମିକ ସେମାନେ ଲେଖିବେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ତାଙ୍କ ବିଦ୍ୟାଳୟର ନାଁ ଲେଖିବ। ପ୍ରକଳ୍ପ କାର୍ଯ୍ୟ, ପ୍ରସଙ୍ଗ, ନାମ, ତୁମ ନାମ ଲେଖିବ। ବିଷୟ ପରିବେଶ ବିଜ୍ଞାନ, ଶ୍ରେଣୀ ପଞ୍ଚମ, ରୋଲ ନମ୍ବର, ତୁମ ରୋଲ ନମ୍ବର ଲେଖିବ। ତାରିଖ, ଦାଖଲ କରିବା ତାରିଖ, ଯେଉଁ ତାରିଖରେ ଦାଖଲ କରିବ ସେଇ ତାରିଖ ଲେଖିବ। ପ୍ରୋଜେକ୍ଟ ବା ପ୍ରକଳ୍ପ 1, ଖବରକାଗଜ, ଟେଲିଭିଜନରୁ ବା କାହାକୁ ପଚାରି 2ଟି ଅପରାଧ କାର୍ଯ୍ୟ ବିଷୟରେ ତଥ୍ୟ ସଂଗ୍ରହ କର ଓ ସେଗୁଡ଼ିକୁ କିପରି ରୋକାଯାଇପାରିବ ତାର ଉପାୟ ଲେଖ। ଅପରାଧ ନିୟନ୍ତ୍ରଣ ପାଇଁ ଗୋଟିଏ ସ୍ଲୋଗାନ ଲେଖ। ଯେଉଁ କାର୍ଯ୍ୟ କରିବା ଦ୍ୱାରା ଅନ୍ୟମାନଙ୍କର କିଛି କ୍ଷୟକ୍ଷତି ହୋଇଥାଏ ସେହି କାର୍ଯ୍ୟକୁ ଅପରାଧିକ କାର୍ଯ୍ୟ କୁହାଯାଏ। 2ଟି ଅପରାଧିକ କାର୍ଯ୍ୟ ହେଲା ଚୋରି କରିବା, ନିଶାଦ୍ରବ୍ୟ ସେବନ କରିବା। ଚୋରି କରିବା ଏକ ଅପରାଧିକ କାର୍ଯ୍ୟ ଅଟେ, କାରଣ ଏହା ଦ୍ୱାରା ଅନ୍ୟମାନଙ୍କର କ୍ଷୟକ୍ଷତି ହୋଇଥାଏ। କେତେ ଲୋକଙ୍କ ଧନ ଜୀବନ ନଷ୍ଟ ହୁଏ। ଧରା ପଡ଼ିଯିବା ଉପରେ ଚୋର ବ୍ୟକ୍ତି ବିଭିନ୍ନ ଲୋକଙ୍କ କ୍ଷତି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ନିଶାଦ୍ରବ୍ୟ ସେବନ କରିବା, ନିଶାସକ୍ତ ଅବସ୍ଥାରେ ବ୍ୟକ୍ତି ଅନ୍ୟମାନଙ୍କର ତଥା ନିଜର କ୍ଷୟକ୍ଷତି କରି ବସେ, ତେଣୁ ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା ବ୍ୟକ୍ତି ଏପରି ଏକ ମାୟାଜାଲରେ ଛନ୍ଦି ହୋଇଯାଏ, ସେଥିରୁ ବାହାରିବାକୁ କଷ୍ଟକର ହୋଇଥାଏ। ଚୋରି ଓ ନିଶାଦ୍ରବ୍ୟ ସେବନକୁ ରୋକିବାର ଉପାୟ। ପ୍ରଥମେ ଆମେ ଅପରାଧ କରୁଥିବା ବ୍ୟକ୍ତିକୁ ଘୃଣା ନ କରି ତାର କାର୍ଯ୍ୟକୁ ଘୃଣା କରିବା। ବ୍ୟକ୍ତିକୁ ଠିକ୍ ରାସ୍ତାକୁ ଆଣିବାକୁ ଚେଷ୍ଟା କରିବା। ଭଲ ସାଙ୍ଗକୁ ବାଛିବା ଓ ଖରାପ ସାଙ୍ଗଠାରୁ ଦୂରେଇ ରହିବା। ବିଦ୍ୟାଳୟରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କରାଇବା। ପିଲାଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରିବା। ସରକାରଙ୍କ ନିୟମକୁ ସମ୍ମାନ ଦେଇ କାର୍ଯ୍ୟ କରିବା। ସ୍ଲୋଗାନ, ନିଶାର ଗୁଣଟି ସଭିଏଁ ଜାଣ, ପଇସା ଦେଇକି ରୋଗକୁ ନ କିଣ। ଚୋରି କରିବା ମନ୍ଦ ଅଭ୍ୟାସ, ତାକୁ ଛାଡ଼ି ହୁଅ ସୁନା ମଣିଷ। ପ୍ରୋଜେକ୍ଟ 2, ମ୍ୟାଲେରିଆ ନ ହେବା ପାଇଁ ତୁମ ପରିବାର ଓ ଆଖପାଖରେ ଅନ୍ୟ 2ଟି ପରିବାରର ସଦସ୍ୟମାନେ କେଉଁ ସବୁ ପଦକ୍ଷେପ ନେଉଛନ୍ତି ପଚାରି ବୁଝ। ମ୍ୟାଲେରିଆ ନ ହେବା ପାଇଁ ଆଉ କ'ଣ ସବୁ କରାଯାଇପାରିବ ତାର ଏକ ବିବରଣୀ ପ୍ରସ୍ତୁତ କର। ମୁଁ ଆମ ଘର ତଥା ମୋର ପଡ଼ୋଶୀଙ୍କ ଠାରୁ ମ୍ୟାଲେରିଆ ନ ହେବା ପାଇଁ ସେମାନେ ନେଉଥିବା ପଦକ୍ଷେପ ବିଷୟରେ ପଚାରି ବୁଝିଲି। ସେମାନେ ନେଉଥିବା ପଦକ୍ଷେପ ଗୁଡ଼ିକ ନିମ୍ନରେ ପ୍ରଦତ୍ତ। ସେମାନେ ଅବଗତ ଅଛନ୍ତି ଯେ ମାଇଏନୋଫିଲିସ୍ ମଶା କାମୁଡ଼ିଲେ ମ୍ୟାଲେରିଆ ଜ୍ୱର ହୁଏ, ତେଣୁ ସେମାନେ ମଶା ନ କାମୁଡ଼ିବା ପାଇଁ ସବୁବେଳେ ମଶାରୀ ଟାଙ୍ଗି ଶୁଅନ୍ତି। ଘର ଚାରିପାଖକୁ ସବୁବେଳେ ସଫାସୁତୁରା ରଖିବା ସହ ପାଣି ଜମା ହେବାକୁ ଦିଅନ୍ତି ନାହିଁ। ସନ୍ଧ୍ୟା ସମୟରେ ମଶା ସକ୍ରିୟ ହେଉଥିବାରୁ କବାଟ ଝରକା ବନ୍ଦ କରି ଶୁଅନ୍ତି। ମ୍ୟାଲେରିଆ ନ ହେବା ପାଇଁ କରାଯାଉଥିବା ଉପାୟ।
ମଶାରୀ ଟାଙ୍ଗି ଶୋଇବା, କବାଟ ଝରକାରେ ମଶା ଜାଲି ଲଗାଇବା ଆବଶ୍ୟକ। କୌଣସି ଅବ୍ୟବହୃତ ଜିନିଷରେ ପାଣି ଜମା ହେବାକୁ ଦେବା ନାହିଁ। ଘର ଚାରିପାଖ ସଫା ରଖିବା। ସରକାରଙ୍କ ଦ୍ୱାରା ମ୍ୟାଲେରିଆ ନ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମର ବ୍ୟବସ୍ଥା। ସରକାରଙ୍କ ଦ୍ୱାରା ମଶୁରୀ ବଣ୍ଟନ କାର୍ଯ୍ୟକ୍ରମ। ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ତେଣୁ ସମସ୍ତେ ସଚେତନ ହେବା ସହ ଉପରୋକ୍ତ ଉପାୟ ଗ୍ରହଣ କଲେ ମ୍ୟାଲେରିଆ ମୁକ୍ତ ଓଡ଼ିଶା ଗଠନ ସୁନିଶ୍ଚିତ। ପ୍ରୋଜେକ୍ଟ 3 ଶ୍ରେଣୀଗୃହରୁ ନିଜ ଘରୁ ବାହାରୁଥିବା ଆବର୍ଜନାକୁ ନେଇ 2ଟି ଜିନିଷ ପ୍ରସ୍ତୁତ କର। ତାହାର ପ୍ରସ୍ତୁତ ପ୍ରଣାଳୀ ଓ ବ୍ୟବହାର କର। ନିଜ ଘରୁ ବାହାରୁଥିବା ଆବର୍ଜନାକୁ ନେଇ ମୁଁ ପ୍ରସ୍ତୁତ କରିଥିବା 2ଟି ଜିନିଷର ନାମ ହେଲା ଫୁଲଦାନୀ, 2ରେ ପେନ୍ ଷ୍ଟାଣ୍ଡ। ଫୁଲଦାନୀର ପ୍ରସ୍ତୁତି ପ୍ରଣାଳୀ। ଫୁଲଦାନୀ ପ୍ରସ୍ତୁତ ପାଇଁ ସୁତୁଲି, ଆର୍କ୍ଲିକ୍ ରଙ୍ଗ, ଅଠା, ପ୍ଲାଷ୍ଟିକ ବୋତଲ, ଷ୍ଟୋନ୍, ପ୍ଲାଷ୍ଟିକ ଷ୍ଟ୍ର, ରଙ୍ଗୀନ ପେପର, ବୋତଲର ଟୋପି ବା ଠିପି, ଠିପି ପାଖରୁ ତଳକୁ 3 ବା 4 ଇଞ୍ଚ କାଟିଦିଅ। ବୋତଲର ଚାରିପାର୍ଶ୍ୱକୁ ଅଠା ଲଗାଇ ତା ଉପରେ ସୁତୁଲିକୁ ସଜେଇ ଦିଅ। ନିଜ ପସନ୍ଦ ଅନୁସାରେ ବିଭିନ୍ନ ରଙ୍ଗ ଦିଅ। ମଝିରେ ମଝିରେ ଅଠା ଦ୍ୱାରା ଷ୍ଟୋନକୁ ଲଗାଇ ଦିଅ। ରଙ୍ଗୀନ ପେପର ସାହାଯ୍ୟରେ ବିଭିନ୍ନ ଫୁଲ ତିଆରି କର। ଷ୍ଟ୍ରକୁ ବିଭିନ୍ନ ରଙ୍ଗୀନ ପେପର ଦ୍ୱାରା ଆବୃତ କରି ଫୁଲକୁ ଅଠା ଦ୍ୱାରା ଲଗାଅ। ବର୍ତ୍ତମାନ ବୋତଲରେ ପ୍ରସ୍ତୁତ ଫୁଲ ସବୁକୁ ସଜାଅ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇ ଏକ ସୁନ୍ଦର ଫୁଲଦାନୀ ହେବ। ବ୍ୟବହାର। ଘରକୁ ସଜାଇବାରେ ଓ ସୁନ୍ଦର ରୂପ ଦେବାରେ ଫୁଲଦାନୀ ସାହାଯ୍ୟ କରେ। ପେନ୍ ଷ୍ଟାଣ୍ଡର ପ୍ରସ୍ତୁତି ପ୍ରଣାଳୀ। ଏଥି ନିମନ୍ତେ ସରିଯାଇଥିବା ୟୁଜ୍ ଆଣ୍ଡ ଥ୍ରୋ ପେନ୍, ଅଠା, କାର୍ଡ଼ବୋର୍ଡ଼ ଆବଶ୍ୟକ। ପ୍ରଥମେ କାର୍ଡ଼ବୋର୍ଡ଼କୁ ଖବରକାଗଜ ଦ୍ୱାରା ଆବୃତ କରି ରଙ୍ଗ ଦିଅ। ଫେଭିକଲ୍ ଅଠା ଦ୍ୱାରା ପେନ୍ ଗୁଡ଼ିକୁ ବର୍ଗାକାର ଆକୃତିରେ ଯୋଡ଼। ଉକ୍ତ ଆକୃତିକୁ କାର୍ଡ଼ବୋର୍ଡ଼ ଉପରେ ଅଠା ଦ୍ୱାରା ଲଗାଅ। ବର୍ତ୍ତମାନ ପେନ୍ ଷ୍ଟାଣ୍ଡ ପ୍ରସ୍ତୁତ ହୋଇଗଲା। ବ୍ୟବହାର। ପେନ୍ ଷ୍ଟାଣ୍ଡକୁ ପେନ୍ ରଖିବା ପାଇଁ ବ୍ୟବହାର କରାଯାଏ। ଏହାଦ୍ୱାରା ପେନ୍ ସବୁ ବ୍ୟବସ୍ଥିତ ଢଙ୍ଗରେ ରହେ। ପ୍ରୋଜେକ୍ଟ 4 ତୁମ ଅଞ୍ଚଳରେ ଦର୍ଶନୀୟ ସ୍ଥାନକୁ ଯାଇ ବା ସେହି ବିଷୟରେ କାହାଠାରୁ ତଥ୍ୟ ସଂଗ୍ରହ କରି ଏକ ବିବରଣୀ ପ୍ରସ୍ତୁତ କର। ଆମ ଅଞ୍ଚଳରେ ଥିବା କି ପ୍ରସିଦ୍ଧ ଦର୍ଶନୀୟ ସ୍ଥାନର ନାମ ହେଲା ତାରାତାରିଣୀ ମନ୍ଦିର, ଗୋପାଳପୁର ସମୁଦ୍ର, ଘୋଡ଼ାହାଡ଼ ଡ୍ୟାମ୍। ଯେକୌଣସି ସ୍ଥାନର ମଧ୍ୟ ଏଠି ଦେଇପାରିବା। ସମସ୍ତେ ଗୋଟେ ପ୍ରକାର ଲେଖିଲେ ଠିକ୍ ହେବ ନାହିଁ। ତେଣୁ ନିଜ ନିଜ ଅଞ୍ଚଳରେ ଯାହା ରହିଛି ଦର୍ଶନୀୟ ସ୍ଥାନ ସେହି ସ୍ଥାନ ଅନୁସାରେ ଲେଖିଲେ ବହୁତ ଭଲ ହେବ। ତାରାତାରିଣୀ ମନ୍ଦିର ଏକ ପ୍ରସିଦ୍ଧ ଶକ୍ତିପୀଠ। ଋଷିକୁଲ୍ୟା ନଦୀ କୂଳରେ ଥିବା ଏକ ପାହାଡ଼ ଉପରେ ଅବସ୍ଥିତ। ଏଠାରେ ମା ତାରାତାରିଣୀ ପୂଜା ପାଆନ୍ତି। 999 ପାହାଚ ଚଢ଼ି ଏହି ମନ୍ଦିରକୁ ଯାଇ ହୁଏ। ବର୍ତ୍ତମାନ ରୋପୱେ ଓ ବସ୍ ବ୍ୟବସ୍ଥା ମଧ୍ୟ ହୋଇଛି, ଯାହାଦ୍ୱାରା ଭକ୍ତମାନେ ଭଲ ଭାବେ ମାଙ୍କ ପାଖରେ ପହଞ୍ଚି ପାରନ୍ତି। ଚୈତ୍ର ମାସରେ ଯାତ୍ରା ହୁଏ ଓ ମଙ୍ଗଳବାରରେ ମାଙ୍କ ବହୁ ଆଡ଼ମ୍ବର ସହକାରେ ପୂଜା ଅର୍ଚ୍ଚନା କରାଯାଏ।
ଗୋପାଳପୁର ସମୁଦ୍ର କୂଳ। ବ୍ରହ୍ମପୁର ବସ୍ଷ୍ଟାଣ୍ଡ ଠାରୁ ଗୋପାଳପୁର ସମୁଦ୍ର କୂଳର ଦୂରତା ପ୍ରାୟ 16 କିଲୋମିଟର। ସମୁଦ୍ର କୂଳେ ବୁଲିବାର ମଜା କିଛି ଅଲଗା। ନିଜର ମନକୁ ଟିକେ ଶାନ୍ତି ଦେବା ପାଇଁ ଓ ଖୁସି ପାଇବା ପାଇଁ ଏଠାକୁ ଆସନ୍ତି। ସମୁଦ୍ର କୂଳେ ବସି କିଛି ସମୟ ଅତିବାହିତ କରନ୍ତି। ବିଶେଷ ରବିବାର ଦିନ ସେଠାରେ ବହୁତ ଗହଳି ହୋଇଥାଏ। ଏହାପରେ ପିଲାମାନେ ପ୍ରୋଜେକ୍ଟଟିକୁ ସଜାଡ଼ି ଦେବ। ଏହିପରି ସଜାଡ଼ି ବିଦ୍ୟାଳୟରେ ଦାଖଲ କରିବ।